ଭାରତ ପାଇଁ ରାସ୍ତା ହେଲା ସଫା। WTC ଫାଇନାଲରେ କିପରି ପହଞ୍ଚିବ ଟିମ୍ ଇଣ୍ଡିଆ, କ'ଣ ରହିଛି ପୂରା ସମୀକରଣ ଆସନ୍ତୁ ଜାଣିବା। ଟିମ୍ ଇଣ୍ଡିଆ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ 3-0ରେ ଟେଷ୍ଟ ସିରିଜ୍ ପରାସ୍ତ ହୋଇଥିଲା। ବର୍ତ୍ତମାନ WTC ଫାଇନାଲରେ ପହଞ୍ଚିବା ରେସ୍ରେ ରହିଛି ଭାରତ। ବର୍ତ୍ତମାନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଚାଲିଛି ଏବଂ ପ୍ରଥମ ଟେଷ୍ଟକୁ ଭାରତ ବାଜି ମାରି ନେଇଛି। ଏବେ ଭାରତ ପାଖରେ ସିଧା WTC ଫାଇନାଲରେ ପହଞ୍ଚିବାକୁ ସୁଯୋଗ ରହିଛି। ଏହା ସହିତ ଅନ୍ୟ ଦଳର ଫଳାଫଳ ଉପରେ ମଧ୍ୟ ନିର୍ଭର କରୁଛି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ। ନିଜ ଦମ ବଳରେ ଭାରତକୁ ଫାଇନାଲ ଟିକେଟ୍ ହାସଲ କରିବାକୁ ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା 5 ଟିକିଆ ଟେଷ୍ଟ ସିରିଜରେ 3-0ରେ ଜିତିବାକୁ ହେବ। ଯଦି ଏହି ସିରିଜର 2ଟି ମ୍ୟାଚ୍ ଡ୍ର ହୋଇଯାଏ ଏବଂ ଭାରତ 3ଟି ମ୍ୟାଚ୍ ଜିତିଯାଏ, ତେବେ ଭାରତ ସହଜରେ WTC ଫାଇନାଲରେ ପହଞ୍ଚି ପାରିବ। ଏହାଛଡ଼ା 4-1ରେ ସିରିଜ୍ ବିଜୟୀ ହେଲେ ମଧ୍ୟ ଭାରତ ଫାଇନାଲ ଟିକେଟ୍ ପାଇବ। ଆସନ୍ତୁ ଜାଣିବା ଭାରତ କିପରି ଅନ୍ୟ ଦଳ ଉପରେ ନିର୍ଭର କରିବ। ଯଦି ଅଷ୍ଟ୍ରେଲିଆ ବିପକ୍ଷରେ 3-1ରେ ସିରିଜ୍ ଜିତୁଛି ଭାରତ ଏବଂ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କାକୁ ଦ୍ୱିତୀୟ ଟେଷ୍ଟରେ ହରାଇ ଦେଉଛି, ତେବେ ମଧ୍ୟ ଭାରତ ସିଧା ଫାଇନାଲ ଖେଳିବ। ଏହି ସମୀକରଣ ଅନୁସାରେ ଭାରତ ସିଧା WTC ଫାଇନାଲରେ କ୍ୱାଲିଫାଏ କରିପାରିବ।